ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ସାଥିରେ ଅଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେସନ୍ ଏସ୍ ଦେବଦତ୍ତ ସିଂ, ଗୁଇନ୍ଦା ଡିଆର୍ଜି କନୱାର ବିଶାଲ ସିଂ, ଏଡିଜି ଅପରେସନ୍ ଏସ୍ ଦେବଦତ୍ତ ସିଂ, ଗୁଇନ୍ଦା ଡିଆର୍ଜି କନୱାର ବିଶାଲ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆର୍ଜି ଚରଣ ସିଂ ମୀନା ପ୍ରଥମେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଗୋରା ସେତୁ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ ଆଗାମୀ ନିର୍ବାଚନ ଲାଗି ମାଓ ମୁକାବିଲା ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ପରେ ମାଲକାନଗିରି ଏସ୍ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସ୍ଏଫ୍ ଅଧିକାରୀଙ୍କ ସହ ମିଳିତ ବୈଠକ କରିଛନ୍ତି। ନିର୍ବାଚନ ପୂର୍ବରୁ ମୁଁ ଡାଇରେକ୍ଟର ଇଣ୍ଟେଲିଜେନ୍ସ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିସନାଲ୍ ଡିଜି ଲ ଆଣ୍ଡ ଅର୍ଡର ଶ୍ରୀ ସଞ୍ଜୟ କୁମାର, ଏଡିଜି ଅପରେସନ୍ ଦେବଦତ୍ତ ସିଂ, ଡିଆଇଜି SIW ଶ୍ରୀ ବିଶାଲ ସିଂ, ଆମେ ଆଜି ଆସିଥିଲୁ। କଟକ ଏରିଆ ଗଲୁ। କଟକ ଏରିଆରେ ବିଏସ୍ଏଫ୍ ଫୋର୍ସ ଏବଂ ଏସ୍ଓଜି ଫୋର୍ସମାନଙ୍କ ସହିତ ବାର୍ତ୍ତାଳାପ ହେଲା। ତାଙ୍କର ଅପରେସନାଲ ପ୍ଲାନ୍ ଉପରେ ଆମେ ଆଲୋଚନା କଲୁ ଏବଂ ଏଠି ଆମର ଅନଡିଭାଇଡେଡ୍ କୋରାପୁଟ ଡିଷ୍ଟ୍ରିକ୍ଟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା SP ମାନଙ୍କ ସହିତ ମାଓବାଦୀ ସ୍ଥିତିର ସମୀକ୍ଷା କଲୁ ଏବଂ ଆଗାମୀ ନିର୍ବାଚନରେ କେମିତି ଶାନ୍ତି ଶୃଙ୍ଖଳା ସହିତ ହେବ ବିଭିନ୍ନ ଦିଗକୁ ଆମେ ଆଲୋଚନା କଲୁ। କେବଳ ମାଓବାଦୀ ନୁହଁ, ନିର୍ବାଚନ ବି କେମିତି ଶାନ୍ତି ଶୃଙ୍ଖଳା ସହିତ କରିବ, ନିରପେକ୍ଷ ଅବାଧ ମୁକ୍ତ ନିର୍ବାଚନ ହେବ ତା ଉପରେ ଆମେ ଆଲୋଚନା କଲୁ। ଯେହେତୁ ଛତିଶଗଡ଼ର ଇଲେକ୍ସନଟା 19 ଏପ୍ରିଲରେ ଅଛି, ସୁକମା ଆମର ଯେଉଁ ମାଲକାନଗିରି ବର୍ଡ଼ର 19 ଏପ୍ରିଲରେ ଅଛି ଆଉ ଆମର ମେ 13 ତାରିଖ ଅଛି। ସେଇ ଯେଉଁ 3 ସପ୍ତାହର ଅନ୍ତର ଅଛି, ସେ ଭିତରେ ମାଓବାଦୀମାନେ ଓଡ଼ିଶା ଅଞ୍ଚଳକୁ ଆସିବା ପାଇଁ ପ୍ରଚେଷ୍ଟା କରିପାରନ୍ତି ଏବଂ ତାକୁ ପ୍ରତିହତ କରିବା ପାଇଁ ଆମେ ଅପରେସନ୍ ଜାରି ରଖିବୁ। ପ୍ରଥମ ଥର ପାଇଁ ଆପଣମାନେ ସମସ୍ତେ ଜାଣିଥିବେ ଯେ ସ୍ୱାଭିମାନ ଅଞ୍ଚଳରେ ଲୋକମାନେ ତାଙ୍କର ନିଜ ଅଞ୍ଚଳରେ ଭୋଟ୍ ଦେବେ। ପ୍ରଥମ ଥର ପାଇଁ ଆମେ ସ୍ୱାଭିମାନ ଅଞ୍ଚଳରେ ଭୋଟ୍ ମତଦାନ କେନ୍ଦ୍ର ସ୍ଥାପନ କରିଛୁ ବିଭିନ୍ନ ଗ୍ରାମାଞ୍ଚଳରେ। ଆଗରୁ ଯେଉଁଟାକି ପୁଲିସ କ୍ୟାମ୍ପର ପାଖାପାଖି ହେଉଥିଲା ସିକ୍ୟୁରିଟି ଦୃଷ୍ଟିରୁ, ଏଥର କିନ୍ତୁ ସେମାନଙ୍କର ନିଜ ଅଞ୍ଚଳରେ ନିଜ ଗାଁ ପାଖରେ ତାଙ୍କର ବୁଥ୍ ସବୁ କରାହେଇଛି। ପ୍ରାୟ 30ଟା ନା 31ଟା ବୁଥ୍ ଅଛି ସେଠି ଏବଂ ତା ଉପରେ ଆମେ ସବୁ ପ୍ରକାର ସୁରକ୍ଷାର ବନ୍ଦୋବସ୍ତ କରିବୁ। ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ, ସର୍ବସାଧାରଣ ନ୍ୟୁଜ୍।